ଆମର ଆଜିର ମୁଖ୍ୟ ଲକ୍ଷ୍ୟ ହେଉଛି ଗୋଟେ ବହୁତ ପରିଚିତ କିନ୍ତୁ ମାନେ ଟିକେ ରହସ୍ୟମୟ ଅନୁଭବକୁ ବୁଝିବା, ଯାହାକୁ ଆମେ ସାଧାରଣତଃ ଗଟ୍ ଫିଲିଂ କହୁ କିମ୍ବା ଷଷ୍ଠ ଇନ୍ଦ୍ରିୟ ବା ଇଣ୍ଟ୍ୟୁଇସନ୍ ବୋଲି କହିଥାଉ। ଠିକ୍ କଥା। ଅନେକ ସମୟରେ ଲୋକଙ୍କୁ ଲାଗେ ଯେମିତି ଏହା କୌଣସି ଯାଦୁ କିମ୍ବା କୌଣସି ଅଲୌକିକ ଶକ୍ତି। ହଁ, ଆମେ ପ୍ରାୟତଃ ସେମିତି ହିଁ ଭାବୁ। କିନ୍ତୁ ଆଜି ଆମେ ଦେଖିବା ଯେ ଏହା ପଛରେ କୌଣସି ଯାଦୁ ନାହିଁ, ବରଂ ଏକ ସମ୍ପୂର୍ଣ୍ଣ ବାସ୍ତବ ଏବଂ ବୈଜ୍ଞାନିକ ପ୍ରକ୍ରିୟା ରହିଛି। ମାନେ ଆମ ମସ୍ତିଷ୍କ ସବୁବେଳେ କେବଳ ଖାତା କଲମ ଧରି ହିସାବ କରିବା ଉପରେ ନିର୍ଭର କରେ ନାହିଁ। ଆଚ୍ଛା, ବେଳେବେଳେ ଏହା ଏପରି କିଛି ସଂକେତ ଦିଏ ଯାହାକୁ ହଠାତ୍ ବୁଝିବା ଆମ ପାଇଁ କଷ୍ଟକର ହୋଇପଡ଼େ। କିନ୍ତୁ ବୈଜ୍ଞାନିକ ଦିଗରୁ ଦେଖିଲେ ଏହା ପ୍ରକୃତରେ ବିବର୍ତ୍ତନ ବା ଇଭଲ୍ୟୁସନ୍ ମାଧ୍ୟମରେ ଆମକୁ ମିଳିଥିବା ଏକ ଅତ୍ୟାଧୁନିକ ଉପକରଣ। ଇଣ୍ଟ୍ୟୁସନ୍ ବା ଅନ୍ତର୍ଜ୍ଞାନର ସଠିକ୍ ସଂଜ୍ଞା ଯଦି ଆମେ ଦେଖିବା, ତେବେ ଏହା ହେଉଛି ବିନା କୌଣସି ଲମ୍ବା ତାର୍କିକ ବିଶ୍ଳେଷଣରେ କୌଣସି ପରିସ୍ଥିତିକୁ ତୁରନ୍ତ ବୁଝିଯିବାର କ୍ଷମତା। ମାନେ ବିନା କୌଣସି ଚିନ୍ତା କରି। ହଁ, ଅର୍ଥାତ୍ ଏଥିପାଇଁ ଆମକୁ ବସି ଗୋଟି ଗୋଟି କରି ହିସାବ କରିବାକୁ ପଡ଼ିବ ନାହିଁ କିମ୍ବା ଲମ୍ବା ସମୟ ଧରି ଯୁକ୍ତିତର୍କ କରିବାକୁ ପଡ଼ିବ ନାହିଁ। ଏହା ଆମ ଅବଚେତନ ମନରେ ଅତି ଦ୍ରୁତ ଗତିରେ ତଥ୍ୟର ପ୍ରକ୍ରିୟାକରଣ କରିଥାଏ। ଆମର ଚେତନ ମନ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରିବା ପୂର୍ବରୁ ହିଁ ଅବଚେତନ ମନ ନିଷ୍ପତ୍ତି ନେଇସାରିଥାଏ। ବାଃ, ଏହା ଶୁଣିବାକୁ ତ ବହୁତ ରୋଚକ ଲାଗୁଛି, କିନ୍ତୁ ବାସ୍ତବରେ ଏହା କିପରି କାମ କରେ? କିଛି ଉଦାହରଣ ନେଇ ଆମେ ଏହାକୁ ବୁଝିପାରିବା କି? ନିଶ୍ଚୟ। ସବୁଠାରୁ ପ୍ରଥମେ ଆସନ୍ତୁ କଥା ହେବା ବିଶେଷଜ୍ଞମାନଙ୍କର ଅନ୍ତର୍ଜ୍ଞାନ ବା ଏକ୍ସପର୍ଟ ଇଣ୍ଟ୍ୟୁସନ୍ ବିଷୟରେ। ଗୋଟେ ସାଧାରଣ ଉଦାହରଣ ହେଲା, ଜଣେ ବହୁତ ଅଭିଜ୍ଞ ମେକାନିକ୍ କାର୍ ଇଞ୍ଜିନ୍ର ଶବ୍ଦ ମାତ୍ର 2 ସେକେଣ୍ଡ ଶୁଣି ସାଙ୍ଗେ ସାଙ୍ଗେ କହିଦିଅନ୍ତି ଯେ ଗାଡ଼ିର ଟାଇମିଂ ବେଲ୍ଟ ଖରାପ ଅଛି। ହଁ, ମୁଁ ବି ଦେଖିଛି। ସେମାନେ ମେସିନ୍ ଲଗାଇବା ପୂର୍ବରୁ ହିଁ ରୋଗ ଧରି ନିଅନ୍ତି। ଏକଦମ। କିନ୍ତୁ ଏହାଠାରୁ ଆହୁରି ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ଅଛି, ଯାହା ଏହି ଗବେଷଣାଗୁଡ଼ିକରେ ବାରମ୍ବାର ଆସିଛି। ମନୋବିଜ୍ଞାନୀ ଗ୍ୟାଲି କ୍ଲାଇନ୍ଙ୍କର ଏକ ପ୍ରସିଦ୍ଧ ଅଧ୍ୟୟନ ଅଛି ଅଗ୍ନିଶମ ବାହିନୀ ବା ଫାୟାର ଫାଇଟର୍ସମାନଙ୍କ ଉପରେ। ଆଚ୍ଛା, ସେଥିରେ କ'ଣ ଥିଲା? ଥରେ ଏକ ଟିମ୍ ଗୋଟିଏ ଘରର ରୋଷେଇ ଘରେ ଲାଗିଥିବା ନିଆଁକୁ ଲିଭାଉଥିଲେ। ସବୁକିଛି ସାଧାରଣ ଲାଗୁଥିଲା, କିନ୍ତୁ ହଠାତ୍ ସେହି ଟିମ୍ର କମାଣ୍ଡରଙ୍କ ମନରେ ଏକ ଅଜଣା ଭୟ ବା ତୀବ୍ର ଗଟ୍ ଫିଲିଂ ଆସିଲା ଏବଂ ସେ ସମସ୍ତଙ୍କୁ ତୁରନ୍ତ ସେହି ଘରୁ ବାହାରି ଆସିବାକୁ ନିର୍ଦ୍ଦେଶ ଦେଲେ। ବାପ୍ରେ, ତାପରେ କ'ଣ ହେଲା? ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ବାହାରିବାର ଠିକ୍ କିଛି ସେକେଣ୍ଡ ପରେ ସେହି ଘରର ଚଟାଣ ସମ୍ପୂର୍ଣ୍ଣ ରୂପେ ଭୁଷୁଡ଼ି ପଡ଼ିଲା। ସତରେ? ତାହେଲେ ସେ କମାଣ୍ଡର କେମିତି ଜାଣିଲେ? ସେଠି ତ କୌଣସି ମସିନ୍ ନଥିଲା କି ସେମାନେ ଭିତର କିଛି ଦେଖିପାରୁନଥିଲେ? ହଁ, ପରେ ଯେତେବେଳେ କମାଣ୍ଡରଙ୍କୁ ପଚରାଗଲା, ସେ ପ୍ରଥମେ କହିଲେ ଯେ ତାଙ୍କର ଷଷ୍ଠ ଇନ୍ଦ୍ରିୟ ତାଙ୍କୁ ସତର୍କ କରାଇଦେଲା। କିନ୍ତୁ ଗଭୀର ବିଶ୍ଳେଷଣରୁ ଜଣାପଡ଼ିଲା ଯେ ତାଙ୍କର ଅବଚେତନ ମନ ପ୍ରକୃତରେ କିଛି ସୂକ୍ଷ୍ମ ଅସ୍ୱାଭାବିକତାକୁ ଲକ୍ଷ୍ୟ କରିଥିଲା। କେମିତିକା ଅସ୍ୱାଭାବିକତା? ପ୍ରଥମତଃ, ରୋଷେଇ ଘରର ଛୋଟ ନିଆଁ ତୁଳନାରେ ସେହି ଘରର ତାପମାତ୍ରା ଅତ୍ୟଧିକ ଅଧିକ ଥିଲା। ଦ୍ୱିତୀୟତଃ, ନିଆଁର ଶବ୍ଦ ଯେତିକି ହେବା କଥା ତାହା ସେତିକି ନଥିଲା, ମାନେ ବହୁତ ଶାନ୍ତ ଥିଲା। ପ୍ରକୃତରେ ନିଆଁଟି ରୋଷେଇ ଘରେ ନୁହେଁ, ବରଂ ତାଙ୍କ ପାଦ ତଳେ ଥିବା ବେସମେଣ୍ଟରେ ବହୁତ ଭୟଙ୍କର ରୂପ ନେଇଥିଲା। ଓହୋ, ମାନେ ତାଙ୍କ ମସ୍ତିଷ୍କ ସେଇ ଛୋଟ ଛୋଟ ସିଗ୍ନାଲଗୁଡ଼ିକ ଧରି ନେଇଥିଲା। ଏକଦମ। ତାଙ୍କର ଚେତନ ମନ ଏହାକୁ ହିସାବ କରିବା ପୂର୍ବରୁ ତାଙ୍କର ବହୁ ବର୍ଷର ଅଭିଜ୍ଞତା ତାଙ୍କର ମସ୍ତିଷ୍କକୁ ଏକ ବିପଦର ଆଲାର୍ମ ଦେଇଦେଲା। ସତରେ? ଏହା ଅବିଶ୍ୱାସନୀୟ। ମୋର ଏବେ ଆଉ ଗୋଟେ କଥା ମନେ ପଡ଼ୁଛି। ଡାକ୍ତରଖାନାରେ କାମ କରୁଥିବା ଅଭିଜ୍ଞ ନର୍ସମାନେ ବେଳେବେଳେ ୱେଟିଂ ରୁମ୍ରେ ବସିଥିବା ଜଣେ ରୋଗୀକୁ କେବଳ ଟିକେ ଦେଖିଦେଇ ଜାଣିଯାଆନ୍ତି ଯେ ତାଙ୍କ ଅବସ୍ଥା ଗୁରୁତର। ହଁ, ସେଇଟା ବି ଏକ୍ସପର୍ଟ ଇଣ୍ଟ୍ୟୁସନ୍ର ଗୋଟେ ବଡ଼ ଉଦାହରଣ। ସେଠି ମଧ୍ୟ ସେମାନେ ରୋଗୀର ଚର୍ମର ରଙ୍ଗ ବା ନିଶ୍ୱାସ ନେବାର ଶୈଳୀରୁ ମାଇକ୍ରୋସେକେଣ୍ଡରେ ତଥ୍ୟ ସଂଗ୍ରହ କରିନିଅନ୍ତି ନା? ଠିକ୍ ଧରିଛନ୍ତି। ଏବଂ ଏହା କେବଳ ବୃତ୍ତିଗତ କ୍ଷେତ୍ରରେ ସୀମିତ ନୁହେଁ। ଆମ ଦୈନନ୍ଦିନ ସାମାଜିକ ଜୀବନରେ ମଧ୍ୟ ଆମେ ଏହାର ବ୍ୟବହାର କରୁ, ଯାହାକୁ ଆମେ ସାମାଜିକ ଇଣ୍ଟ୍ୟୁସନ୍ ବା ସୋସିଆଲ ଇଣ୍ଟ୍ୟୁସନ୍ କହିପାରିବା। ମାନେ ପାର୍ଟିରେ କାହାକୁ ଦେଖି ଇମ୍ପ୍ରେସନ୍ ତିଆରି କରିବା ଭଳି? ହଁ, ଉଦାହରଣ ସ୍ୱରୂପ ଧରନ୍ତୁ, କାହା ସହିତ ପ୍ରଥମ ଥର ଦେଖାହେଲା। ବ୍ୟକ୍ତି ଜଣକ ବହୁତ ଭଦ୍ର, ମୁହଁରେ ହସ ଅଛି, ବହୁତ ସମ୍ମାନ ଦେଇ କଥା ହେଉଛନ୍ତି, କିନ୍ତୁ ଆପଣଙ୍କ ଭିତରୁ ଗୋଟେ ଅସହଜ ଅନୁଭବ ହୁଏ, ଯେମିତି ତାଙ୍କୁ ବିଶ୍ୱାସ କରିହେବ ନାହିଁ। ହଁ, ଏମିତି ବହୁତ ଥର ହୋଇଛି। ସବୁକିଛି ଠିକ୍ ଲାଗୁଥିଲେ ମଧ୍ୟ ମନ ଭିତରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଆଉ ଆମେ ଭାବୁ ଯେ କାହିଁକି ଏମିତି ହେଉଛି। ଏକଦମ। ଯେତେବେଳେ କି ସେ ଲୋକ କିଛି ବି ଖରାପ କାମ କରିନାହାନ୍ତି,
ତଥାପି ଆମକୁ ଡର ଲାଗେ ଏମିତି କାହିଁକି ହୁଏ? କାରଣ ଆମ ମସ୍ତିଷ୍କ ସେହି ବ୍ୟକ୍ତିର ମୁହଁର ଅତି ସୂକ୍ଷ୍ମ ମୁଖଭଙ୍ଗୀକୁ ଧରିନିଏ, ଯାହାକୁ ମନୋବିଜ୍ଞାନରେ ମାଇକ୍ରୋ ଏକ୍ସପ୍ରେସନ୍ କୁହାଯାଏ। ମଣିଷର ମୁହଁରେ ସେକେଣ୍ଡର ଏକ ଛୋଟ ଭଗ୍ନାଂଶ ପାଇଁ ପ୍ରକୃତ ଭାବନା ପ୍ରକାଶ ପାଇଯାଏ, ଯାହାକୁ ଲୁଚାଇବା ଅସମ୍ଭବ। ବାପ୍ରେ, ମାନେ ଆଖି ପିଛୁଳାକେ ମସ୍ତିଷ୍କ ସବୁ ପଢ଼ିଦିଏ। ହଁ, ବୋଧହୁଏ ତାଙ୍କର ଶାରୀରିକ ଭାଷା ଏବଂ କହୁଥିବା କଥା ଭିତରେ କିଛି ତାଳମେଳ ନଥାଏ, କିମ୍ବା ଆଖିର ଚାହାଣୀରେ କିଛି ଅଲଗା ଭାବ ଥାଏ। ଆମର ଚେତନ ମନ ଏହି ଛୋଟ ଛୋଟ ଜିନିଷକୁ ନୋଟିସ୍ କରିପାରେ ନାହିଁ, କିନ୍ତୁ ଅବଚେତନ ମନ ଏହାକୁ ସାଙ୍ଗେ ସାଙ୍ଗେ ପଢ଼ିନିଏ। ଆଉ ତାପରେ ଆମକୁ ଗୋଟେ ଫିଲିଂ ଦି ସତର୍କ କରିଦିଏ, ଏକ୍ଜାକ୍ଟ। ଯେମିତିକି ଜୀବନ ରକ୍ଷାକାରୀ ବା ସର୍ଭାଇଭାଲ ଇନଷ୍ଟ୍ୟୁସନ୍। ରାତିରେ ଏକୁଟିଆ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଅନୁଭବ ହୁଏ ଯେ ପଛରେ କେହି ଅଛି, କିମ୍ବା ଏହି ରାସ୍ତାରେ ଆଗକୁ ଯିବା ନିରାପଦ ନୁହେଁ। ହଁ, ସେଠାରେ ପ୍ରକୃତରେ ଆମର ବିବର୍ତ୍ତନଗତ ବା ଇଭଲ୍ୟୁସନାରୀ ଇତିହାସ କାମ କରେ। ହଜାର ହଜାର ବର୍ଷ ପୂର୍ବେ ଆମ ପୂର୍ବଜମାନଙ୍କୁ ଜଙ୍ଗଲରେ ହିଂସ୍ର ଜନ୍ତୁମାନଙ୍କଠାରୁ ବର୍ତ୍ତିବା ପାଇଁ ଏହି କ୍ଷମତାର ବିକାଶ କରିବାକୁ ପଡ଼ିଥିଲା। ମାନେ ପ୍ରତି ମୁହୂର୍ତ୍ତରେ ବିପଦ ଥିଲା ସେତେବେଳେ। ଠିକ୍, ପରିବେଶରେ ହଠାତ୍ ଏକ ଅସ୍ୱାଭାବିକ ନୀରବତା, ପବନର ଗତିରେ ପରିବର୍ତ୍ତନ କିମ୍ବା ଏକ ଅଜଣା ଛାଇ ଏସବୁ ମସ୍ତିଷ୍କକୁ ବିପଦର ଆଭାସ ଦିଏ। ଆଜିର ଆଧୁନିକ ସହରରେ ମଧ୍ୟ ଆମ ମସ୍ତିଷ୍କ ସେହି ସମାନ ସଫ୍ଟୱେର୍ ବ୍ୟବହାର କରି ଆମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେ। ଆଚ୍ଛା, ଆଉ ଗୋଟେ ଖୁବ୍ ପରିଚିତ ଉଦାହରଣ ହେଉଛି ସମସ୍ୟା ସମାଧାନ ବା ପ୍ରୋବ୍ଲେମ୍ ସଲଭିଂ। ଅନେକ ସମୟରେ ଆମେ ଏକ କଠିନ ପଜଲ୍ କିମ୍ବା ଅଫିସର ଏକ ଜଟିଳ ରିପୋର୍ଟ ଲେଖିବାରେ ଘଣ୍ଟା ଘଣ୍ଟା ଲଗାଇ ଦେଉ। ଆଉ ମୁଣ୍ଡ ପୁରା ଖରାପ ହୋଇଯାଏ ନା? ହଁ, କିଛି ବି ବାଟ ବାହାରେନି। ଶେଷରେ ବିରକ୍ତ ହୋଇ ଆମେ ସବୁ ଛାଡ଼ିଦେଇ ଗାଧୋଇବାକୁ ପଳାଉ କିମ୍ବା ଚାଲିବାକୁ ଯାଉ। ଆଉ ଠିକ୍ ସେହି ରିଲାକ୍ସଡ୍ ସମୟରେ ହଠାତ୍ ବିଦ୍ୟୁତ୍ ଚମକିଲା ଭଳି ସମାଧାନଟି ମୁଣ୍ଡକୁ ଆସିଯାଏ। ଏଇଟା ବି କ'ଣ ଇଣ୍ଟ୍ୟୁସନ୍? ବିଲକୁଲ। ଏହାକୁ ଗବେଷକମାନେ ଇନକ୍ୟୁବେସନ୍ ଇଫେକ୍ଟ ମଧ୍ୟ କହନ୍ତି। ଆମର ଚେତନ ମନ ଯେତେବେଳେ ଧ୍ୟାନ କେନ୍ଦ୍ରିତ କରି କ୍ଳାନ୍ତ ହୋଇଯାଏ, ଆମେ ବିଶ୍ରାମ ନେଉ, କିନ୍ତୁ ଆମ ଅବଚେତନ ମନ କେବେ ବି ବିଶ୍ରାମ ନିଏ ନାହିଁ। ମାନେ ସେ ବ୍ୟାକ୍ଗ୍ରାଉଣ୍ଡରେ କାମ କରୁଥାଏ। ହଁ, ସେ ସେହିସବୁ ତଥ୍ୟକୁ ଭିନ୍ନ ଭିନ୍ନ କୋଣରୁ ଯୋଡ଼ିବାରେ ଲାଗିଥାଏ, ଏବଂ ଯେତେବେଳେ ତାକୁ ସଠିକ୍ ପ୍ୟାଟର୍ନ ମିଳିଯାଏ, ସେ ତାହାକୁ ଆମ ଚେତନାକୁ ପଠାଇ ଦିଏ। କିନ୍ତୁ ଟିକେ ରୁହନ୍ତୁ, ଏଠାରେ ମୋର ଏକ ବଡ଼ ସନ୍ଦେହ ଅଛି। ଆପଣ କହୁଛନ୍ତି ଏହା ଏକ ପ୍ରକ୍ରିୟା, କିନ୍ତୁ ଅନେକ ଥରେ ଏମିତି ହୁଏ ଯେ ଆମର କୌଣସି ପୂର୍ବ ଅଭିଜ୍ଞତା ନଥାଏ, ତଥାପି ଆମକୁ ଏକ ଶକ୍ତିଶାଳୀ ଗଟ୍ ଫିଲିଂ ଆସେ। ଆଚ୍ଛା, ଯଦି ଏଠିରେ କୌଣସି ସିଧା ଲଜିକ୍ ନାହିଁ, ତେବେ ଆମେ କିପରି ଜାଣିବା ଯେ ଏହା ପ୍ରକୃତରେ ଏକ ଅର୍ଥପୂର୍ଣ୍ଣ ସଂକେତ? ମାନେ କେବଳ ଏକ ତୁକ୍କା ବା ଅନ୍ଧ ଅନୁମାନ ନୁହେଁ ବୋଲି କେମିତି ବିଶ୍ୱାସ କରିବା? ଆପଣଙ୍କର ସନ୍ଦେହ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଏହି ପ୍ରଶ୍ନଟି ପ୍ରାୟ ସମସ୍ତଙ୍କ ମନରେ ଆସିଥାଏ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଆଦୌ କୌଣସି ଅନ୍ଧ ଅନୁମାନ ବା ଗ୍ୟାସ୍ ନୁହେଁ। ତେବେ ଏହା କ'ଣ? ଏହା ଏକ ଅତ୍ୟନ୍ତ ବ୍ୟବହାରିକ ଜ୍ଞାନଗତ ପ୍ରକ୍ରିୟା, ଯାହାକୁ ଆମେ ଦ୍ରୁତ ପ୍ୟାଟର୍ନ ରେକଗ୍ନିସନ୍ ବା ଢାଞ୍ଚା ଚିହ୍ନଟ ପ୍ରକ୍ରିୟା ବୋଲି କହୁ। ଆମ ମସ୍ତିଷ୍କ କଦାପି ଶୋଇନଥାଏ କିମ୍ବା ବନ୍ଦ ହୋଇନଥାଏ। ହଁ, ସେଇଟା ତ ଅଛି। ଆମେ ଜନ୍ମ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଯାହା ବି ଦେଖିଛୁ, ଶୁଣିଛୁ, ପଢ଼ିଛୁ କିମ୍ବା ଅନୁଭବ କରିଛୁ, ସେସବୁ ଆମ ମସ୍ତିଷ୍କର ଏକ ବିଶାଳ ଡାଟାବେସ୍ରେ ଜମା ହୋଇ ରହିଥାଏ। ମାନେ ଆମ ଜୀବନକାଳର ସମସ୍ତ ଛୋଟ ବଡ଼ ତଥ୍ୟର ଏକ ବିଶାଳ ଲାଇବ୍ରେରୀ। ହଁ, ଏବଂ ଯେତେବେଳେ ଆମେ କୌଣସି ନୂଆ ପରିସ୍ଥିତିର ସମ୍ମୁଖୀନ ହେଉ, ଆମ ମସ୍ତିଷ୍କ ସେହି ଲାଇବ୍ରେରୀକୁ ବିଦ୍ୟୁତ୍ ବେଗରେ ସ୍କାନ୍ କରେ। ଏହା ଖୋଜେ ଯେ ବର୍ତ୍ତମାନର ସ୍ଥିତି ସହିତ ଅତୀତର କୌଣସି ଅନୁଭବର ଢାଞ୍ଚା ବା ପ୍ୟାଟର୍ନ ମେଳ ଥାଉଛି କି ନାହିଁ। ବାପରେ, ଏତେ ସବୁ ପ୍ରକ୍ରିୟା ମାଇକ୍ରୋସେକେଣ୍ଡରେ ହୋଇଯାଏ। ବିଲକୁଲ। ନୋବେଲ ବିଜେତା ହର୍ବର୍ଟ ସାଇମନ୍ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଇଣ୍ଟ୍ୟୁସନ୍ ହେଉଛି କେବଳ ଚିହ୍ନିବାର ଏକ ପ୍ରକ୍ରିୟା ବା ରେକଗ୍ନିସନ୍। ଏହାଠାରୁ ଅଧିକ ବା କମ୍ କିଛି ନୁହେଁ। ଆଚ୍ଛା, ମାନେ କେବଳ ପ୍ୟାଟର୍ନ ଚିହ୍ନିବା। ହଁ, ଯେତେବେଳେ ଏକ ଢାଞ୍ଚା ମିଳିଯାଏ, ମସ୍ତିଷ୍କ ଆମକୁ ଲମ୍ବା ରିପୋର୍ଟ ଲେଖି ଦିଏ ନାହିଁ, ବରଂ ଶାରୀରିକ ଅନୁଭବ ମାଧ୍ୟମରେ ସତର୍କ କରାଏ, ଯେପରିକି ପେଟରେ ଗୋଟେ ଛନକା ପଶିବା ଭଳି ଲାଗିବା, ଯାହାଦ୍ୱାରା ଆମର ଶକ୍ତି ଏବଂ ସମୟ ବଞ୍ଚିପାରିବା। ଯଦି ଆମ ଅନୁଭବର ଡାଟାବେସ୍ ଭୁଲ ଅଛି ବା ଆମେ ଭୁଲ ତଥ୍ୟ ଦେଖିଛୁ, ତେବେ ଆମର ଇଣ୍ଟ୍ୟୁସନ୍ ମଧ୍ୟ ସମ୍ପୂର୍ଣ୍ଣ ଭୁଲ ହୋଇପାରେ। ବାପରେ, ତାମାନେ ଏଇଠାରୁ ହିଁ ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଆରମ୍ଭ ହେଉଛି। ଆମକୁ ଜାଣିବାକୁ ହେବ ଯେ ଇଣ୍ଟ୍ୟୁସନ୍ କେବେ ଆମ ପାଇଁ ଏକ ବରଦାନ ସାବ୍ୟସ୍ତ ହୁଏ ଏବଂ କେବେ ଏହା ଆମକୁ ସମ୍ପୂର୍ଣ୍ଣ ବିପଦରେ ପକାଇଦିଏ। ଏକଦମ।
ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ତାହେଲେ ପ୍ରଥମେ ଦେଖିବା ଏହା କେବେ ସବୁଠୁ ଭଲ କାମ କରେ। କେଉଁ ପରିସ୍ଥିତିରେ ଆମେ ଏହା ଉପରେ ଆଖି ବୁଜି ଭରସା କରିପାରିବା? ଯେଉଁ ପରିବେଶରେ ବହୁତ ନିୟମିତତା ଅଛି ଏବଂ ଆମକୁ ବାରମ୍ବାର ଅଭ୍ୟାସ କରିବାର ସୁଯୋଗ ମିଳିଛି, ସେଠାରେ ଏହା ଖୁବ୍ ଶକ୍ତିଶାଳୀ ହୋଇଥାଏ। ଯେମିତିକି ଡାକ୍ତରଖାନାରେ ନର୍ସମାନଙ୍କ କଥା ଆମେ କହିଲେ। ହଁ, କିମ୍ବା ଚେସ୍ ଖେଳାଳିମାନେ, ସେମାନେ ବୋର୍ଡକୁ ଦେଖିବା କ୍ଷଣି ପରବର୍ତ୍ତୀ ଷ୍ଟେପ୍ ଜାଣିଯାଆନ୍ତି। ସେହିପରି ଅଗ୍ନିଶମ ବାହିନୀ କ୍ଷେତ୍ରରେ। ଏବଂ ସବୁଠାରୁ ବଡ଼ କଥା ହେଲା ଆମର ସାମାଜିକ ସମ୍ପର୍କ ଏବଂ ଆସନ୍ନ ବିପଦକୁ ଚିହ୍ନିବାରେ ଏହା ପ୍ରାୟତଃ ସଠିକ୍ ଥାଏ। ଆଚ୍ଛା, ତେବେ ଆମର ଏହି ଗଟ୍ ଫିଲିଂ କେବେ ଫେଲ୍ ମାରେ ବା ବିଫଳ ହୁଏ? କେଉଁଠି ଆମେ ଏହାକୁ ବିଶ୍ୱାସ କରିବା ଉଚିତ ନୁହେଁ? ଯେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଅପରିଚିତ ଥାଏ, ସେଠି ଏହା ଫେଲ୍ ମାରେ। ଏବଂ ବିଶେଷ କରି ଯେତେବେଳେ ଆମକୁ ଜଟିଳ ପରିସଂଖ୍ୟାନ ବା ଷ୍ଟାଟିଷ୍ଟିକାଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ମାନେ ହିସାବ କିତାବ ବେଳେ? ହଁ, ମନୁଷ୍ୟ ମସ୍ତିଷ୍କ ପରିସଂଖ୍ୟାନକୁ ସହଜରେ ବୁଝିବା ପାଇଁ ଡିଜାଇନ୍ ହୋଇନାହିଁ। ଏଭଳି ସ୍ଥିତିରେ ଯାହା ଆମକୁ ଗଟ୍ ଫିଲିଂ ବୋଲି ମନେହୁଏ, ତାହା ପ୍ରକୃତିରେ ହେଉଛି କଗ୍ନିଟିଭ୍ ବାୟାସ୍। କଗ୍ନିଟିଭ୍ ବାୟାସ୍? ସେଇଟା କ'ଣ? ଅର୍ଥାତ୍ ଆମର ମନର ପୂର୍ବଗ୍ରହ ବା କେବଳ ଏକ ଇଚ୍ଛା, ଯାହାକୁ ଆମେ ଭୁଲବଶତଃ ଇଣ୍ଟ୍ୟୁସନ୍ ଭାବିନେଉ। ଆମେ ଯାହା ଚାହୁଁ ସେଇଟାକୁ ହିଁ ମସ୍ତିଷ୍କ ସଂକେତ ବୋଲି ଦେଖାଏ। ମୋତେ ଏହା ଟିକେ ବିଶ୍ୱାସ ହଉନି। ମାନେ ଆମ ମସ୍ତିଷ୍କ ଆମକୁ ଜାଣିଶୁଣି ବୋକା ବନାଏ। ହଁ, ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଏବଂ ଆମର ନିଜର ଭୁଲ ଧାରଣାକୁ ଏକ ମହାନ ଗଟ୍ ଫିଲିଂର ରୂପ ଦେଇ ଆମ ସାମ୍ନାରେ ରଖେ। ଏହା ତ ନିଜ ସହିତ ନିଜେ ଲୁଚକାଣି ଖେଳିବା ଭଳି କଥା ହେଲା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ। ବୁଝିଲେ ତ, ଆମ ମସ୍ତିଷ୍କ କଠିନ ପରିଶ୍ରମ କରିବାକୁ ଚାହେଁ ନାହିଁ, ତେଣୁ ସେ ସବୁବେଳେ ସର୍ଟକଟ୍ ଖୋଜେ। ଏହାର କିଛି ରୋଚକ ଉଦାହରଣ ଦେଖିବା। ହଁ, ଦୟାକରି କୁହନ୍ତୁ। ଧରିନିଅନ୍ତୁ, ଜଣେ ବ୍ୟକ୍ତିଙ୍କୁ ବିମାନ ବା ଫ୍ଲାଇଟ୍ରେ ଯିବାର ଅଛି, କିନ୍ତୁ ଟିକେଟ୍ କାଟିବା ବେଳେ ତାଙ୍କର ହଠାତ୍ ଅନୁଭବ ହେଲା ଯେ ନା, ବିମାନରେ ଯିବା ବିପଜ୍ଜନକ, ଆଜି କାରରେ ଯିବା ଉଚିତ। ଆଚ୍ଛା। ଆଉ ତାପରେ ସେ ଏହାକୁ ଏକ ଈଶ୍ୱରୀୟ ସଂକେତ ବା ଇଣ୍ଟ୍ୟୁସନ୍ ଭାବି ନିଜର ନିଷ୍ପତ୍ତି ବଦଳାଇ ଦିଅନ୍ତି। ହଁ, ଏମିତି ଘଟଣା ତ ବହୁତ ଶୁଣିବାକୁ ମିଳେ। ଲୋକେ କହନ୍ତି ଯେ ତାଙ୍କ ମନ ଭିତରୁ ବାରଣ କଲା। ଏଥିରେ କ'ଣ ଭୁଲ ଅଛି? ଯଦି ସେମାନଙ୍କୁ ଭୟ ଲାଗୁଛି, ତେବେ ନ ଯିବା ହିଁ ଠିକ୍ ନା? ଏଠାରେ ସମସ୍ୟା ହେଉଛି ସେମାନଙ୍କର ମସ୍ତିଷ୍କ ପ୍ରକୃତିରେ କୌଣସି ଅଦୃଶ୍ୟ ବିପଦକୁ ଦେଖିପାରେ ନାହିଁ, ବରଂ ଟିଭି କିମ୍ବା ଖବରକାଗଜରେ ଦେଖିଥିବା ବିମାନ ଦୁର୍ଘଟଣାର ଭୟଙ୍କର ଏବଂ ଆବେଗପୂର୍ଣ୍ଣ ଚିତ୍ରଗୁଡ଼ିକ ସେମାନଙ୍କର ମସ୍ତିଷ୍କରେ ଗଭୀର ଛାପ ଛାଡ଼ିଛି। ଓହୋ, ମାନେ ସେଇ ନ୍ୟୁଜ୍ଗୁଡ଼ିକ ମୁଣ୍ଡରେ ବସିଯାଇଛି। ଏକଦମ। ମସ୍ତିଷ୍କ ସେହି ଭୟାବହ ଖବରଗୁଡ଼ିକୁ ସହଜରେ ମନେ ପକାଇଦିଏ, କିନ୍ତୁ ଏକ ବାସ୍ତବ ପରିସଂଖ୍ୟାନକୁ ସମ୍ପୂର୍ଣ୍ଣ ଅଣଦେଖା କରେ ଯେ ବିମାନ ଯାତ୍ରା ତୁଳନାରେ କାର୍ ଡ୍ରାଇଭିଂ କରିବା 1000 ଗୁଣ ଅଧିକ ବିପଜ୍ଜନକ। ତେଣୁ ସେଠାରେ ଗଟ୍ ଫିଲିଂ ପ୍ରକୃତରେ ଏକ ଭୁଲ ହିସାବ ଥିଲା। ବାପ୍ରେ! ଆଉ ଗୋଟେ ଉଦାହରଣ ମୋର ମନେ ପଡ଼ୁଛି। ମୁଁ ଏହାକୁ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଥିଲି, ଯାହା ମୋତେ ବହୁତ ଆଶ୍ଚର୍ଯ୍ୟ କରିଥିଲା। ଆଚ୍ଛା, କ'ଣ ଥିଲା ସେଇଟା? ଆମେ ଯେତେବେଳେ କୌଣସି ଦୋକାନକୁ ଯାଉ କିମ୍ବା କୌଣସି ନୂଆ ବ୍ୟବସାୟିକ ଡିଲ୍ କରୁ, ଯଦି ସାମ୍ନାରେ ଥିବା ସେଲ୍ସମ୍ୟାନ୍ ବା ବ୍ୟକ୍ତି ଜଣକ ବହୁତ ସୁନ୍ଦର ଦେଖାଯାଉଥାନ୍ତି କିମ୍ବା ବହୁତ ଭଲ ପୋଷାକ ପିନ୍ଧିଥାନ୍ତି, ହଁ, ତେବେ ଆମର ଗଟ୍ ଫିଲିଂ କହେ ଯେ ଏ ବ୍ୟକ୍ତି ଜଣକ ସଚ୍ଚୋଟ ଅଟନ୍ତି, ଆଉ ଆମେ ତାଙ୍କୁ ସହଜରେ ବିଶ୍ୱାସ କରିନିଉ। ସଠିକ୍ ଧରିଛନ୍ତି। ଏହାକୁ ହାଲୋ ଏଫେକ୍ଟ କୁହାଯାଏ। ଆମ ମସ୍ତିଷ୍କ କୌଣସି ଜିନିଷକୁ ଗଭୀର ଭାବରେ ବିଶ୍ଳେଷଣ କରିବାକୁ ସମୟ ନ ନେଇ ଏକ ସର୍ଟକଟ୍ ବ୍ୟବହାର କରେ। ମାନେ ବାହାର ରୂପ ଦେଖି ବିଚାର କରିନିଏ। ବିଲକୁଲ। ସେ ମାନିନିଏ ଯେ ବାହ୍ୟ ସୌନ୍ଦର୍ଯ୍ୟ ବା ପରିପାଟିର ଅର୍ଥ ହେଉଛି ଦକ୍ଷତା କିମ୍ବା ସାଧୁତା। ଭଲ ଦେଖାଯାଉଛି ମାନେ ଭଲ ମଣିଷ ହିଁ ଥିବ। ଅନେକ ସମୟରେ ଠକମାନେ ଆମ ମସ୍ତିଷ୍କର ଏହି ଦୁର୍ବଳତାର ଫାଇଦା ଉଠାନ୍ତି। ଆଉ ଆମେ ନିଜର ଇଣ୍ଟ୍ୟୁସନ୍ ଉପରେ ଭରସା କରି ଧୋକା ଖାଉ। ଠିକ୍ କଥା। ଠିକ୍ ସେହିପରି କୌଣସି ମହଙ୍ଗା ଜିନିଷ କିଣିବା ବେଳେ ମଧ୍ୟ ଆମ ମନ ଆମ ସହ ଖେଳେ। ଧରନ୍ତୁ ଆମେ ଏକ ଶୋରୁମକୁ ଗଲେ ଏକ ସାଧାରଣ କାର୍ କିଣିବାକୁ। ଆଉ ସେଠି ଆପଣଙ୍କୁ ଗୋଟେ ବହୁତ ଦାମୀ କାର୍ ପସନ୍ଦ ଆସିଗଲା। ହଁ, ଆମର ବ୍ୟାଙ୍କ ବାଲାନ୍ସ କହୁଛି ଯେ ଏହା ଆମ କ୍ଷମତା ବାହାରେ। କିନ୍ତୁ ହଠାତ୍ ଭିତର ଗୋଟିଏ ଶକ୍ତିଶାଳୀ ଫିଲିଂ ଆସିବ ଯେ ନା, ଏହି କାର୍ଟି ହିଁ ମୋ ପାଇଁ ପ୍ରକୃତରେ ତିଆରି ହୋଇଛି। ଏହାକୁ କିଣିଲେ ଭବିଷ୍ୟତରେ ସବୁ ଠିକ୍ ହୋଇଯିବ। ଆଉ ଆମେ ତାକୁ ଆମର ଇଣ୍ଟ୍ୟୁସନ୍ ବୋଲି ନାମ ଦେଇଦେଉ। ଏକଦମ। କିନ୍ତୁ ପ୍ରକୃତରେ ସେଠି କୌଣସି ଇଣ୍ଟ୍ୟୁସନ୍ ନଥାଏ। ସେଠି କେବଳ ଆମର ପ୍ରବଳ ଇଚ୍ଛା ବା ଡିଜାୟାର ଥାଏ, ଯାହା ଆମର ଲଜିକ୍ କିମ୍ବା ଯୁକ୍ତି ଉପରେ ବିଜୟ ଲାଭ କରିଥାଏ। ମାନେ ଆବେଗ ଆଗରେ ଲଜିକ୍ ହାରିଯାଏ। ହଁ, ଆମ ମସ୍ତିଷ୍କ ଆମକୁ ଏକ ମିଥ୍ୟା ଆଶ୍ୱାସନା ଦିଏ, କାରଣ ସେ ସେହି ମୁହୂର୍ତ୍ତର ଖୁସି ଚାହୁଁଥାଏ। ଏହା ହେଉଛି କେବଳ ଆବେଗର ବିଜୟ।
ଆମକୁ ଚିହ୍ନିବାକୁ ପଡ଼ିବ ଯେ କେଉଁ ପରିସ୍ଥିତିରେ ଆମ ପାଖରେ ପର୍ଯ୍ୟାପ୍ତ ଏବଂ ସଠିକ୍ ଅଭିଜ୍ଞତା ରହିଛି। ଯେଉଁଠି ଅଭିଜ୍ଞତା ଅଛି ସେଇଠି ହିଁ ଭରସା କରିବା ଉଚିତ। ହଁ, କେବଳ ସେହି କ୍ଷେତ୍ରରେ ହିଁ ଆମେ ଆମର ଅନ୍ତର୍ଜ୍ଞାନ ଉପରେ 100% ନିର୍ଭର କରିପାରିବା। କିନ୍ତୁ ଯେତେବେଳେ କୌଣସି ନିଷ୍ପତ୍ତି ଅର୍ଥନୈତିକ, ଆବେଗିକ ବା ପରିସଂଖ୍ୟାନ ଉପରେ ନିର୍ଭର କରେ, ସେତେବେଳେ ଆମକୁ ଅଟକି ଯାଇ ଆମର ବିଶ୍ଳେଷଣାତ୍ମକ ମସ୍ତିଷ୍କକୁ ଜାଗ୍ରତ କରିବାକୁ ପଡ଼ିବ।